দুই ভাই গণ্ডগোଳରେ ଖୁଡ଼ି ପଡ଼ିଲା ବଳି। ନୀଳଗିରି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କୁଲାହାପାଳ ଗ୍ରାମର ଦ୍ୱିପହରେ ଦୁଇ ଭାଇ ମାରପିଟ ହେବା ପରେ ଘଟଣା ପରିବାରର କାନକୁ ଆସିଲା। ସନ୍ଧ୍ୟାବେଳେ ବସି ସମାଧାନ କରିବା ପାଇଁ ସଞ୍ଜୁଲତା ପଣ୍ଡାଙ୍କ ଦେଢ଼ଶୁର ସନ୍ତୋଷ ପଣ୍ଡା ଘରକୁ ଯାଇଥିଲା। ସଞ୍ଜୁଲତା କଥାବାର୍ତ୍ତା କରି ଫେରିବା ବାଟରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତ ପଣ୍ଡା ଏକ ପଥରରେ ମୁଣ୍ଡରେ ବାଡ଼େଇ ଦେବାରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ସନ୍ତୋଷ ପଣ୍ଡା ଓ ତାର ପୁଅ ଅମିତ ପଣ୍ଡା ଆହତ ହୋଇ ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। ନିଶିକାନ୍ତ ପଣ୍ଡା କ'ଣ ହେଇଛି ଯେଉଁ ଆସୁଛନ୍ତି? ଏ ପିଟିକି ମାରିଦେଲା ସେ ଜିତୁ ବୋଲି ଛୁଆ। କେତେବେଳେ ଘଟଣାଟା ହେଲା? ଦୁଇଟାରୁ ଅଢ଼େଇଟା ଭିତରେ। କେମିତି କ'ଣ ଘଟଣାଟା ଘଟିଲା? ଘଟଣାଟା ସେ ଆମ ଛୁଆ ଆଉ ତାଙ୍କ ସେଇ ଯିଏ ଛୁଆ ମାରିଲା ସେମାନେ ଏଠି ତାଙ୍କର ପାଟି ବୋଲି ନାଗିଥିଲେ। ସିଏ ଆମ ଛୁଆଟାକୁ ପିଟିଲା, ସେ ତାଙ୍କ ଛୁଆଟା ପିଟିଲାରେ ତା ମାଆ ଯାଇକି ତା ବାପାକୁ କହୁଛନ୍ତି ସନ୍ଧ୍ୟାବେଳକୁ ସମାଧାନ ହେବା କଥା, ଯାହା ଭୁଲ ହେଇଥିଲା ସିଏ ତା ମାମୁଁ ଏକା ତାକୁ ପଠେଇ ଦେଇଥିଲେ। ପୁଣି ଫେରି ଇଏ ଯାଇକି ଆମ ଛୁଆଟାକୁ ପିଟିଲା। ଇଏ ଯାଇକି ତା ମାଆ ଯାଇକି ତାଙ୍କ ଘର କହୁଥାଏ ଯେ କାହିଁକି ଏର ପିଟାପିଟି ନାଗୁଛନ୍ତି, ମରିବେ ସେଗୁଡ଼ା, ଆଉ ଯାହା ତ ସମାଧାନ ହେବା କଥା ସେ ଦେଇକି କହିକି ଆସୁଥିଲା ଆମ ଘରକୁ। ସିଆଡ଼ୁ ଗାଡ଼ିରେ ଆସୁଥିଲା, ପଥର ଧରିକି ପିଟିଦେଲା ଆଉ ସେ ଗାଡ଼ିର